ଆଉ ବର୍ତ୍ତମାନ ତ 9 ଅଗଷ୍ଟ 2025ରେ ସୁଭଦ୍ରାର ତୃତୀୟ କିସ୍ତି ପଡ଼ିଯାଇଛି। ହେଲେ ଗୋଟେ ଦୁଃଖର କଥା ହେଲା, କେତେ ଜଣଙ୍କର ପଇସାଟା ଆକାଉଣ୍ଟକୁ ଆସିନାହିଁ, କ୍ରେଡ଼ିଟ୍ ହେଇନାହିଁ। କୌଣସି ଟେକ୍ନିକାଲିଟି କି କ'ଣ ସେଇଟା ତ ତା'ର ସବୁ ଚେକିଂ କଲେ ଜଣାପଡ଼ିବ। ପ୍ରାୟତଃ ମୁଁ ଦେଖିଲି ତାଙ୍କର ପାସବୁକ୍ରେ ଆଧାର ସିଡ଼ିଂଟା କଟିଯାଇଛି। କେମିତି କରି କଟିଛି ସେଇଟା ବି ମୁଁ ଜାଣିନି। ଆଉ ଅନ୍ୟମାନଙ୍କର କାହାର ତ ଗାଡ଼ି 4 ଚକିଆ ଗାଡ଼ି, କାହାର ତ 4 ଏକର ଜମି ଥିବ, ସେମାନଙ୍କର ମଧ୍ୟ କଟିଛି ବୋଲିକରି ମୋର ରିପୋର୍ଟରୁ କିଛି ଜାଣିଛି। ଫିର୍ ବି କେତେ ଜଣଙ୍କର ଜମି ଗାଡ଼ି ଥାଇକରି ମଧ୍ୟ ଆସିଛି, ତାହା ଭଲ ଭାବରେ ଯାଞ୍ଚ ହେଇନଥିବ। ତେଣୁକରି ସେଇମାନଙ୍କର ଆସୁଛି। ତେଣୁକରି କିଛି ଦୁଃଖ କରିବନି। ଆଉ ସରକାର ତ ଯେଉଁ ନିୟମରେ କାମ କରୁଛନ୍ତି ସେଇ ନିୟମରେ ହିଁ ସେମାନେ ଟଙ୍କା ଛାଡ଼ିବେ। ଆଉ ଯେଉଁମାନଙ୍କର ଆଧାର ସିଡ଼ିଂଟା କଟିଯାଇଛି ସେମାନେ ଆଧାର ସିଡ଼ିଂ ହେଇଛି ନା ନାହିଁ ଜନସେବା କେନ୍ଦ୍ର ବା ଆଧାର ସେଣ୍ଟର ଯାଇକରି ଚେକ୍ କରିନେବେ ଏବଂ ତାହା ପୁଣି ଥରେ ଆଧାର ସିଡ଼ିଂ ହେଇଥିବାଟା ତାକୁ ସିଡ଼ିଂ କରିନେବେ ଏବଂ ଠିକ୍ ଭାବରେ ସବୁ ଚେକିଂ କରିକିନା ନେକ୍ସଟ କିସ୍ତି ବେଳକୁ ଆପଣମାନେ ଦେଖିବେ ଆପଣଙ୍କର ପଇସାଟା ଆସୁଛି ନା ନାହିଁ, ସେଇ ହିସାବରେ ଅପଡ଼େଟ୍ କରିବେ। ଠିକ୍ ଅଛି, ରହିଲି।